ଲାଭ ବହୁତ କମ। ଯେମିତି ଆମର ଗୋଟେ ଖାଲି ପେଟ ପାଟଣା କଥା, ଆଉ ଲାଭ ସେମିତି ସ୍ତରରେ ନାହିଁ। ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ପାଖରୁ ଆରମ୍ଭ ହୁଏ ତାର ବଡ଼ ଯଦି କୁହାଯାଏ ଚଳିତ ବର୍ଷ ଯେଉଁ ଗଣେଶ ପୂଜା ରହିଛି ସେଥିପାଇଁ ପ୍ରାୟତଃ ଯଦି କହିବା ମୂର୍ତ୍ତି କାରିଗର ମାନେ ବେଶ ବ୍ୟସ୍ତ ରହିଛନ୍ତି ସେମାନଙ୍କ ମୂର୍ତ୍ତି ନିର୍ମାଣ କରିବାରେ। ତେବେ ଶିଳ୍ପୀ କୁମ୍ଭାର ସାହିରେ ଆମେ ଆସିକି ପହଞ୍ଚିଛୁ, ଯେଉଁଠି ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର ମୃଣ୍ମୟୀ ପ୍ରତିମା ଗୁଡ଼ିକ ତିଆରି ଚାଲିଛି। କାରିଗରଟିଏ ନିମଗ୍ନତାର ସହିତ ତାର ଯାହା ରହିଛି ପ୍ରୟାସ ଜାରି ରଖିଛି ମୂର୍ତ୍ତି ଗୁଡ଼ିକୁ ସୁନ୍ଦର କରିବାରେ। ତେବେ ସବୁଠୁ ବଡ଼ କଥା ହେଉଛି କି ବର୍ତ୍ତମାନ ସମୟରେ ଆଉ କୌଣସି ପ୍ରକାର ବିକୃତ ମୂର୍ତ୍ତି ତିଆରି ହେଉନାହିଁ ବା କୌଣସି ପ୍ରକାର କଟାକ୍ଷ କଲା ଭଳି ମୂର୍ତ୍ତି ତିଆରି ହେଉନାହିଁ। ଯାହା ଭଗବାନଙ୍କର ସ୍ୱରୂପ ରହିଛି ସେହି ସ୍ୱରୂପ ଅନୁସାରେ ମୂର୍ତ୍ତି ତିଆରି ଚାଲିଛି, ଯାହାକି ସାଧାରଣ ଲୋକଙ୍କ ମନରେ ଆଉ ସେ ଅଭିଯୋଗ ନାହିଁ କି ମୂର୍ତ୍ତି ଏମିତି ବିକୃତ ହୋଇଗଲା, ମୂର୍ତ୍ତି ଆମର ଭାବାବେଗକୁ ଆଘାତ କଲା, ସେ ସବୁ କଥା ଆଉ ନାହିଁ। ସୁନ୍ଦର ମୂର୍ତ୍ତି ଚାଲିଛି। ମୂର୍ତ୍ତି ନିର୍ମାଣ କରୁଥିବା ଯିଏ ରହିଛନ୍ତି କାରିଗର ମଧ୍ୟ ଅଛନ୍ତି। ଆଜ୍ଞା, ଅଳ୍ପ ଦିନ ରହିଲା ଆଉ ଗଣେଶ ପୂଜା, କେମିତି କଣ ବର୍ତ୍ତମାନ କେତେ ପର୍ଯ୍ୟାୟରେ ପହଞ୍ଚିଲାଣି ଆପଣଙ୍କ ମୂର୍ତ୍ତି ତିଆରି କାମ? ଆମର ବର୍ତ୍ତମାନ କୁଟା ବନ୍ଧା ସରି ଏକ ମାଟିଆ ହେଇକି ଦୋ ମାଟିଆ ଚାଲିଛନ୍ତି। ଆଉ 15-20 ଦିନ ଭିତରେ ସାରା ଶେଷ ପର୍ଯ୍ୟାୟ କଲର ଫଲର କାମ ଆଉ ବି 10-12 ଦିନ ଗଲେ ଆରମ୍ଭ ହବ। 10 ଦିନ ଗଲେ ନାଇଁ ନାଇଁ ବିକୃତ ନାହିଁ, ଆଉ ତ ତିଆରି ହଉନି। ସେଇ ଗୋଟେ ବର୍ଷ ପାଇଁ ହେଇଥିଲା, ତାପରେ ସେ ଡିଷ୍ଟର୍ବାନ୍ସ ହବାରୁ ଆଉ ହେଇନି। ଯେମିତି ସବୁ କଟକ ଟାଉନରୁ ଆସନ୍ତି, ପ୍ଲସ୍ ଭୁବନେଶ୍ୱରରୁ ଆସନ୍ତି, ଏମିତି ପ୍ରାୟ ଆସୁଛି। ସାର୍ ଯୋଉ ମୂର୍ତ୍ତି ତିଆରି ସବୁ ଅର୍ଡର ରହୁଛି ନା କିଛି ଏମିତି ବି ରହୁଛି କି ଆସି ନେଇପାରିବ? ନାଇଁ ଏମିତି ବିକ୍ରି ପାଇଁ ତିଆରି ହଉଛି, ପ୍ଲସ୍ ଅର୍ଡର ବି ଦେଇକି କ୍ଲବ ବାଲା ସବୁ ଅର୍ଡର ଦେଇକିନା ବି ତିଆରି କରୁଛନ୍ତି ଫଟୋ ଦେଇକି। ମାଟି ସାର୍ କୋଉଠୁ ଆସେ? ମାଟି ନଦୀରୁ ଆସୁଥିଲା ଆଗରୁ, ଅଭି ନଦୀରୁ ଆସୁନି। ଅଭି ସବୁ ଟ୍ରାକ୍ଟର ବାଲା ସବୁ ଆଣିକି ବିଲରୁ ସବୁ ମାଟି ସବୁ ଦଉଛନ୍ତି। ସାର୍ ଗୋଟେ କଥା, ସବୁ ଜିନିଷ ରେଟ୍ ବଢିଲାଣି, ମାଟି ରେଟ୍ ବଢିଲାଣି, ରଙ୍ଗ ରେଟ୍ ବଢିଲାଣି, ଆ ଭିତରେ ଲାଭ କଣ କେମିତି ବାହାରୁଛି? ଲାଭ ବହୁତ କମ। ଯେମିତି ଆମର ଗୋଟେ ଖାଲି ପେଟ ପାଟଣା କଥା, ଆଉ ଲାଭ ସେମିତି ସ୍ତରରେ ନାହିଁ। ଯେମିତି ଜଣେ ଜଣେ ଚାକିରି କଲେ ଯେମିତି 40,000-50,000 ଦରମା ପାଉଛନ୍ତି, ସେ ଭଳିଆ ନାହିଁ। ଇଏ ମୂଲ କୋଉ ବେଲେ ସେଇ ମୂଲ ମଜୁରୀ 500 ଟଙ୍କା ଲାଭ ସବୁ ଯାଇକି ବାହାରିବ, ସେଇଆ ଗୋଟେ। ସାର୍ ଆଉ ଗୋଟେ କଥା, ୟାରି ଭିତରେ କୋଲକାତାରୁ ବି ବାହାରୁ ବି ମୂର୍ତ୍ତି ଗୁଡା ପଳେଇ ଆସୁଛି, ସିଏ ବି ଟିକେ ବଜାରଟାକୁ ଖାଇଦଉନି? ହଁ, କୋଲକାତାରୁ ବି ସେମାନେ ବି କରୁଛନ୍ତି, ଯାହା ବଙ୍ଗାଳୀ ଲୋକ ବି ଆସିକି, କଲିକତା ଲୋକ ବି ଆସିକି କରୁଛନ୍ତି। ଭୁବନେଶ୍ୱର ଅଭିଯୋଗ ଅଛି ସେମାନଙ୍କ ମୂର୍ତ୍ତି ଗୁଡା କୁଆଡେ ବେଶୀ ଫିନିସିଂ, ଆମ ଓଡିଆ ମୂର୍ତ୍ତି କଣ ଫିନିସିଂ? ଓଡିଶାର ବି ଫିନିସିଂ, ତାଙ୍କର ବି ଫିନିସିଂ। ଓଡିଶା ଲୋକ ଓଡିଶା ମୂର୍ତ୍ତି କି ବେଶୀ ଚଏସ୍ କରନ୍ତି, ତାଙ୍କର ବେଙ୍ଗଲୀ ଲୋକ ବେଙ୍ଗଲୀ ମୂର୍ତ୍ତି କି ବେଶୀ ଚଏସ୍ କରନ୍ତି। କଳାକାର ସବୁ ସମାନ, ସେ ବି ତାଙ୍କର ଲେବୁଲରେ କଳାକାର, ଆମ ଓଡିଶା ଲେବୁଲରେ ବି ଆମ ଲେବୁଲରେ ବି ଆମର ଠିକ ଦିନ ଭିତରେ ସବୁ ତିଆରି ସରିଯିବ। ଆଉ ଆମର ଆଉ କଲର କାମ ତ 10 ଦିନ ଗଲେ ଆରମ୍ଭ ହବ। ଆଉ ତ ପୂଜା 20-22 ଦିନ ରହିଲା, ତାରି ଭିତରେ ସବୁ କଲର କମ୍ପ୍ଲିଟ କରିବାକୁ ହବ। ନିଶ୍ଚିତ ଭାବରେ କାରିଗର ଯିଏ ଆମ ସହିତ ଥିଲେ ସେ କହୁଥିଲେ ସାର୍ ସୁନ୍ଦର ଭାବରେ ଫିନିସିଂ ଚାଲିଛି। ଯେତେବେଳେ ମୂର୍ତ୍ତି ତିଆରି କରନ୍ତି କେତେ ଧ୍ୟାନର ସହିତ କରିବା ପାଇଁ ପଡେ ଗୋଟେ ନିଖୁଣ ଭାବରେ ଫୁଟେଇବା ପାଇଁ? କେମିତି ନିଖୁଣ ଭାବରେ କରିବା ପାଇଁ ପଡେ? ପୁରା ନିଖୁଣ ଭାବରେ କରିବାକୁ ପଡିବ, ଫିନିସିଂ ହବ। ଆଚ୍ଛା, କେମିତି କଣ କେତେ ସମୟ ଲାଗେ ଏସବୁ ଜିନିଷ? ଫିନିସିଂ ନ ସରିବା ପର୍ଯ୍ୟନ୍ତ ଆପଣଙ୍କ ଆଖି ଭଲ ଲାଗିବନି। ଫିନିସିଂ ଯାକେ ଲାଗିବାକୁ ପଡିବ। ପୁରା ଆଉ କେତେ ଦିନ ଏମିତି ପରିଶ୍ରମ ରହିବ? ସେମିତି କହିହବ, କାମ କଥା କଳା କଥା ସେମିତି କହିହବନି। କାମ 5 ଦିନ ଲାଗିବ, 2 ଦିନ ଲାଗିବ, ଘଣ୍ଟା କରି ହେଇପାରିବ କଳା କାମ। ନିଶ୍ଚିତ ଭାବରେ ଯେମିତି ଆପଣ ମାନେ ଦେଖୁଥିଲେ କି ବର୍ତ୍ତମାନ ମୂର୍ତ୍ତି ତିଆରି ପାଖାପାଖି ସରି ଆସିଲାଣି, ସୁନ୍ଦର ଭାବରେ ଫିନିସିଂ କାର୍ଯ୍ୟ ଚାଲିଛି, ଆଉ କିଛି ଦିନ ପରେ ରଙ୍ଗ ମଧ୍ୟ ହବ। ତେବେ ଆଶା କରୁଛୁ ଚଳିତ ବର୍ଷ ଗଣେଶ ପୂଜା ବେଶ ଧୁମଧାମର ସହିତ ହବ, ତାପରେ ପାର୍ବଣ ଋତୁ ମଧ୍ୟ ଆରମ୍ଭ ହେଇଯିବ। ତେବେ ଦେଖିବାକୁ ବାକି ରହିଲା ଚଳିତ ବର୍ଷ ଗଣେଶ ପୂଜା କେତେ ଧୁମଧାମ ସହକାରେ ହଉଛି ଏବଂ କଟକ କେତେ ଚଳଚଞ୍ଚଳ ହଉଛି। କଟକର ବିଶ୍ୱଜିତ ନାୟକ ରିପୋର୍ଟ, ଧରିତ୍ରୀ ଲାଇଭ୍।